बासुदेवपुर अनुष्ठित होइछि प्रज्ञापथ बासुदेवपुर साहित्य महोत्सव 2026। रानी कैलाश शिखर कल्याण मंडप ठारे आयोजित ଏହି साहित्य महोत्सव कवि साहित्यिक एवं विभिन्न अंचल आसिथिबा कवि कवयित्री माने जोग देथिले। ओडिया भाषा साहित्य एवं संस्कृति विभाग ओडिशा सरकार सदन रे प्रज्ञापथ बासुदेवपुर पक्षर आयोजित होइतला साहित्य महोत्सव। ଏହି ଅବସରରେ ସାଧାରଣ ସଭା ସହିତ ପୁସ୍ତକ ଆମ ଅକ୍ଷର ମୁଖପତ୍ର ଲୋକାର୍ପଣ ଏବଂ ବିଭିନ୍ନ ପ୍ରତିମା संबर्धना प्रदान कर मुख्य अतिथि भावे कवि अरुण कुमार साहू अवसरप्राप्त महाप्रबंधक नाल्को राज्य संगठन संपादक विज्ञान भारती केन्द्र साहित्य एकाडेमी ओडिया उपदेष्टा मंडली सदस्य जोगी भावे मुख्य वक्ता भावे कृषि वैज्ञानिक कृषिविद दूरदर्शन एवं गीतिका तथा जगन्नाथ संस्कृतिर घोषक अरुण कुमार पात्र जोग प्रज्ञापथ बासुदेवपुर संपादक तथा निर्देशक प्रदीप कुमार महांती उपस्थित भावे रंजन कुमार नायक मंच परिचालन श्रीमती ममता जेना सभापतित्व करते एथिसह कैलाशचंद्र नाथ संजय कुमार जेना समेत विभिन्न जिल्लारू आसिଥିବା कवि कवयित्री ମାନେ ଯୋଗ ଦେଇ ସାହିତ୍ୟ ଏବଂ ସଂସ୍କୃତିର ପ୍ରସାର ଉପରେ ମତ ରଖିଥିଲେ। ବାସୁଦେବପୁର ସାହିତ୍ୟ ମହୋତ୍ସବରେ ଆପଣ ଯୋଗଦାନ କରିଛନ୍ତି, ସମାଜକୁ କ'ଣ ବାର୍ତ୍ତା ଦେବେ ଏବଂ କ'ଣ ଦେଖନ୍ତୁ ବାସୁଦେବପୁର ହେଉଛି ସାହିତ୍ୟର ମାଟି ବୀରର ମାଟି ଏବଂ ଆଜି ଏ ସାହିତ୍ୟ ଉତ୍ସବ ବାଞ୍ଛାନିଧି ମହାନ୍ତିଙ୍କ ପ୍ରତି ସମର୍ପିତ ଜାତୀୟ କବି ବାଞ୍ଛାନିଧି ମହାନ୍ତିଙ୍କ ପ୍ରତି ସମର୍ପିତ। ବାସୁଦେବପୁର ଅଞ୍ଚଳରେ ଯେତେ ପ୍ରେମ କବିତା ଲେଖା ନ ଯାଏ ତାଠାରୁ ଅଧିକା ଲେଖାଯାଏ ବିପ୍ଳବର କବିତା ସମାଜର କବିତା। ତେଣୁ ଆଜି ଏଇଟା କେବଳ ସାହିତ୍ୟର ମହୋତ୍ସବ ନୁହଁ, ଏଥିରେ ଅନେକ କବିମାନେ ମଧ୍ୟ ଆସନ୍ତି, କବିତା ବି ପଢ଼ା ହେବ। ବାକି ବାସୁଦେବପୁର ଅଞ୍ଚଳରେ ଯେକୌଣସି ସାହିତ୍ୟ ସଭା ସେଥିରେ ପ୍ରାଣବନ୍ତ ହେଇଯାଏ। ଅନ୍ୟ ଜାଗାରେ ସାହିତ୍ୟକୁ ଗଲେ କେବଳ ଅଳ୍ପ କିଛି ସାହିତ୍ୟିକ ଥାଆନ୍ତି, ବାସୁଦେବପୁର ଅଞ୍ଚଳର ପ୍ରତ୍ୟେକ ବ୍ୟକ୍ତି ଭିତରେ ସାହିତ୍ୟ ପ୍ରାଣ। ତେଣୁ ଆଜି ଏଠିକି ଆସିକି ମୋତେ ବହୁତ ଖୁସି ଲାଗିଲା ଯେ କିଛି ଦିନ ପରେ ଅନ୍ତତଃପକ୍ଷେ 2 ବର୍ଷ ବ୍ୟବଧାନରେ ପୁଣି ଥରେ ବାସୁଦେବପୁରର ସାହିତ୍ୟିକ ମାନଙ୍କ ସହିତ ଭେଟିବାର ମୋତେ ସୁଯୋଗ ମିଳିଲା। ଦେଖନ୍ତୁ ବର୍ତ୍ତମାନ ଗୋଟେ ଜେଏନଜି ଆନ୍ଦୋଳନ ଚାଲିଛି। ଜେଏନଜି ଆନ୍ଦୋଳନ ଆପଣମାନେ ଦେଖନ୍ତୁ ଜେଏନଜି ଆନ୍ଦୋଳନ ହେଉଛି କୋଉଠି? ୟୁରୋପିଆନ କଣ୍ଟ୍ରି ମାନଙ୍କର ହେଉଛି କି? ଆମେରିକାରେ ହେଉଛି, ଇଂଲଣ୍ଡରେ ହେଉଛି, ଜର୍ମାନୀରେ ହେଉଛି, ଫ୍ରାନ୍ସରେ ହେଉଛି, ଇଟାଲୀରେ ହେଉଛି ନା, କୋଉଠି ହେଉଛି? ଏସିଆନ କଣ୍ଟ୍ରିରେ। ଆଗେ ଛୋଟ ରାଜ୍ୟରେ ଆରମ୍ଭ ହେଲା, ଛୋଟ ଦେଶରେ, ଆଗେ ନେପାଳରେ, ବାଂଲାଦେଶରେ, ଶ୍ରୀଲଙ୍କାରେ, ଏବେ ଭାରତରେ ଚେଷ୍ଟା କରାହେଉଛି କରିବା ପାଇଁ। ଏବଂ ଇଏ ଜେଏନଜି ଆନ୍ଦୋଳନ ପଛରେ ସବୁବେଳେ ବୈଦେଶିକ ଯେଉଁ ପାଣ୍ଠି ଏବଂ ବୈଦେଶିକ ମନସ୍ତତ୍ୱ ଏବଂ ମନ ସେଇଟା ହିଁ ରହିଛି। ଏବଂ ଯେଉଁ ଜେଏନଜି ଯୁବକ ମାନେ ସେମାନେ କର୍ମଠ ବି ଏବଂ ସେମାନେ ବୀର ବି, ଏବଂ ଅନେକ ସମୟରେ ସେମାନଙ୍କ ଭିତରେ ସେତେ ମ୍ୟାଚୁରିଟି ଆସିନଥାଏ। ଅନେକ ସମୟରେ ସହି ଠିକ କଥାଟାକୁ ଠିକ ଭାବରେ ନେବା ପାଇଁ ତାକୁ ଯିଏ ଯେମିତି ବୁଲେଇ ଦେଲା। ଯଦି ଆମେ ରାଷ୍ଟ୍ର କାର୍ଯ୍ୟରେ ଲଗେଇଦେବା ସେମାନେ ରାଷ୍ଟ୍ରପତି ହେଇକି କାର୍ଯ୍ୟ କରିବେ, ଯଦି ଆମେ ଅନ୍ୟ କାର୍ଯ୍ୟରେ ଲଗେଇଦେବା ସେ କାର୍ଯ୍ୟରେ ମଧ୍ୟ କାମ କରିବେ। ପ୍ରଥମେ ସେମାନେ ଆନ୍ଦୋଳନ କରନ୍ତି ଦେଶର କିଛି ଗୋଟେ ବଡ଼ କଥାକୁ ନେଇକି ଦେଶରେ ଗୋଟେ ପରିବର୍ତ୍ତନ କରିବା ପାଇଁ। ପରବର୍ତ୍ତୀ ସମୟରେ କେହି ତାଙ୍କୁ କହିନଥାନ୍ତି ବସ୍ ଜଳେଇବ କି ରାସ୍ତା ଭାଙ୍ଗିବ, କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କୁ ଏଇ ମାର୍ଗରେ ହିଁ କଢ଼େଇ ନିଆଯାଏ ଏବଂ ସେ ସମୟରେ ସେମାନେ ଯେଉଁ ଧାରାରୁ ଆରମ୍ଭ କରିଥିଲେ ଶେଷ ହେଲା ବେଳକୁ ଧାରା ବଦଳି ଯାଇଥାଏ। ତେଣୁ ବର୍ତ୍ତମାନର ଦାୟିତ୍ୱ ହେଉଛି ଯୁବକମାନଙ୍କର, ଯୁବପିଢ଼ିର କଥାକୁ ବୟସ୍କମାନେ ଏବଂ ସରକାର ଶୁଣିବା ଦରକାର। ଆମେ ଯଦି ଆଗେ ଶୁଣିଦେବା, ଶୁଣିଲା ପରେ ହିଁ ତାଙ୍କର ଯେଉଁ ଗ୍ରିଭେନ୍ସେସ୍ ଅଛି ବା ତାଙ୍କର ଯେଉଁ ଅଭିଯୋଗ ଅଛି ଆଗେ ଶୁଣି ସାରିଲା ପରେ ଅଧା ସମାଧାନ ହେଇଯିବ। ବାକି ତାଙ୍କ ସହିତ ଆଲୋଚନା କଲା ପରେ ଆଉ 1/4 ସମାଧାନ ହେଇଯିବ। ବାକି ଅଲଗା କିଛି ସେମାନେ ନିଜେ ନିଜେ ସମାଧାନ କରିଦେବେ। ଆମର ଅସୁବିଧା ହେଉଛି ଯେଉଁ ପରବର୍ତ୍ତୀ ପିଢ଼ି ବା ଯେଉଁ ବୟସ୍କ ପିଢ଼ି ଯୁବକମାନଙ୍କ କଥାକୁ ଶୁଣିବା ପାଇଁ ନାରାଜ। ତେଣୁ ଯୁବକମାନଙ୍କ କଥା ବର୍ତ୍ତମାନ ଶୁଣିବା ଦରକାର। ଆଉ ଯୁବକମାନେ ଅନୁଭବ କରିବା ଦରକାର ସେମାନେ କୌଣସି ବିଦେଶୀ ଶକ୍ତି ଆଗରେ କ୍ରୀଡ଼ନକ ସାଜି ଦେଶ ବିରୁଦ୍ଧରେ କାମ କରୁନାହାନ୍ତି। ତ ଏକଥା ମଧ୍ୟ ପ୍ରତ୍ୟେକ ଯୁବକ ଅନୁଭବ କରିବା ଉଚିତ। ପ୍ରଜ୍ଞାପଥ ବାସୁଦେବପୁର ସାହିତ୍ୟ ମହୋତ୍ସବ ଆଜି ପାଳନ କରାଯାଏ, କ'ଣ କ'ଣ କାର୍ଯ୍ୟକ୍ରମ ହେଇଛି? ପ୍ରଜ୍ଞାପଥ ବାସୁଦେବପୁର ତରଫରୁ ଆଜି ଯେଉଁ ବାସୁଦେବପୁର ସାହିତ୍ୟ ମହୋତ୍ସବ 2026 ସେଠି ଆୟୋଜନ କରାଯାଉଛି। ଲକ୍ଷ୍ୟ ରଖାଯାଇଛି ଯେ ସାହିତ୍ୟ ମାଧ୍ୟମରେ, ସାହିତ୍ୟ ମହୋତ୍ସବ ମାଧ୍ୟମରେ ସମାଜ ଆଉ ସାହିତ୍ୟ ଅଲଗା ଅଲଗା ନୁହେଁ, ସମାଜ ସାହିତ୍ୟ ସାହିତ୍ୟ ମାଧ୍ୟମରେ ସମାଜର କଥା କୁହାଯାଏ
ଏବଂ ସାହିତ୍ୟ ଦ୍ୱାରା ସମାଜକୁ ପ୍ରଭାବିତ କରାଯାଏ। ତେଣୁ ସମାଜ ଏବଂ ସାହିତ୍ୟକୁ ଏକାଠି କରିବା ପାଇଁ ଏ ବାସୁଦେବପୁର ସାହିତ୍ୟ ମହୋତ୍ସବର ଉଦ୍ଦେଶ୍ୟ ଲକ୍ଷ୍ୟ ହେଉଛି ଯେ ବାସୁଦେବପୁରରେ ଗୋଟେ ବଡ଼ ଧରଣର ସାହିତ୍ୟ ମହୋତ୍ସବ ଆୟୋଜନ ହେବ ଏବଂ ଦିନେ ଦିନେ ସାରା ସାରା ଦୁନିଆର ଦୃଷ୍ଟି ମାନେ ଆକର୍ଷଣ କରିବ ବାସୁଦେବପୁର ସାହିତ୍ୟ ମହୋତ୍ସବ। এই ପ୍ରକାର ସ୍ୱପ୍ନ ନେଇକି ଆମେମାନେ এই କାର୍ଯ୍ୟକ୍ରମ ଆରମ୍ଭ କରିଛୁ। ଲକ୍ଷ୍ୟ ହେଉଛି ମୁଖ୍ୟ କଥା ଯେ ସାହିତ୍ୟ ଏବଂ ସମାଜ ଦୁଇଟାକୁ ଏକା ମାନେ ଗୋଟିଏ ପ୍ଲାଟଫର୍ମକୁ ଆଣିବା, ଗୋଟିଏ ଜାଗାକୁ ଆଣିବା ଏବଂ ଗୋଟିଏ ବିଚାରରେ ଉଭୟଙ୍କୁ ପରିଚାଳିତ କରାଇବା, ଏ ହେଉଛି ଆମର ମୁଖ୍ୟ ଉଦ୍ଦେଶ୍ୟ। ବାସୁଦେବପୁର से एक्साइज का रिपोर्ट द रिपब्लिक ओडिशा 24 न्यूज।